ଦେଖନ୍ତୁ ମୁଁ ଆରମ୍ଭରୁ ବି କହିଛି ମହାପ୍ରଭୁଙ୍କ ଇଚ୍ଛାରେ ତାଙ୍କର ପବିତ୍ର ଘୋଷଯାତ୍ରା ହୁଏ। ମହାପ୍ରଭୁଙ୍କର ଇଚ୍ଛା ଥିଲା ସଫଳତାର ସହିତ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇ ଦେଇକି ପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯିବେ ପୁଣି ବାହୁଡ଼ିବେ। ସେୟା ହିଁ ହେଇଛି ଏବଂ ସବୁ ଦୃଷ୍ଟିରୁ ରଥଯାତ୍ରା ଖୁବ୍ ସୁରୁଖୁରୁରେ ଆଉ ଶୃଙ୍ଖଳିତ ଭାବରେ ହେଇଛି ଚଳିତ ବର୍ଷ। ସେଥିପାଇଁ ମହାପ୍ରଭୁଙ୍କ ପାଖରେ ଆମେ ଆମର ପ୍ରାର୍ଥନା ଜଣାଉଛୁ ମହାପ୍ରଭୁ ସେମିତି ସମଗ୍ର ବିଶ୍ୱକୁ ତାଙ୍କର ଆଶୀର୍ବାଦ ଦେଉଥାନ୍ତୁ ଏବଂ ବିଶେଷ କରିକି ରଥଯାତ୍ରାର ପରିଚାଳନାରେ ଯେଉଁମାନେ ସମ୍ପୃକ୍ତ ସିଧାସଳଖ ଭାବରେ ସମସ୍ତ ସେବାୟତ ବନ୍ଧୁମାନେ ସମସ୍ତ ନିଯୋଗର 36 ନିଯୋଗର ସମସ୍ତ ନିଯୋଗର ସେବାୟତ ବନ୍ଧୁମାନେ, ମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀମାନେ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ବିଭିନ୍ନ ଯେଉଁ ଲାଇନ୍ ଡିପାର୍ଟମେଣ୍ଟ ସବୁ ଡିପାର୍ଟମେଣ୍ଟର ଅଧିକାରୀଙ୍କଠୁ ଆରମ୍ଭ କରିକି କର୍ମକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଯେଉଁମାନେ ତାଙ୍କର ପ୍ରବଳ ପ୍ରତିକୂଳ ପାଗ ସତ୍ତ୍ୱେ ଲୋକଙ୍କୁ ସେବା ଦେବା ପାଇଁ ଭକ୍ତମାନଙ୍କୁ ସେବା ଦେବା ପାଇଁ ତାଙ୍କର ପୁରା ସମୟକୁ ସେମାନେ ସେଥିରେ ବ୍ୟତୀତ କରିଛନ୍ତି ଏବଂ ଶୃଙ୍ଖଳିତ ଭାବରେ କାମ କରିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। ସେବାୟତମାନେ ଅକୁଣ୍ଠ ଚିତ୍ତରେ ସମୟ ଅନୁଯାୟୀ ଯେଉଁଭଳି ଭାବରେ ନୀତିକାନ୍ତି ନିର୍ଘଣ୍ଟ ହୋଇଥିଲା ସେ ଅନୁଯାୟୀ କରିଛନ୍ତି, ତାଙ୍କୁ ବି ଆମେ ଅଶେଷ ଧନ୍ୟବାଦ ଜଣାଉଛୁ। ଏବଂ ବିଶେଷ କରିକି ଯେଉଁ ଭକ୍ତମାନେ ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିଲେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଅଞ୍ଚଳରୁ ଆସିଥିଲେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ, ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ଅତ୍ୟନ୍ତ ଭାବବିହ୍ୱଳ ଭାବରେ ମହାପ୍ରଭୁଙ୍କର ଦର୍ଶନ କରିବା, ଆଶୀର୍ବାଦ ନେବା ନିଶ୍ଚିତ ଭାବରେ ଯେତେ ଶୃଙ୍ଖଳାର ସହିତ ସେମାନେ ବି ଆସିକି ଦର୍ଶନ କରି ଯାଇଛନ୍ତି। ସମଗ୍ର ଓଡ଼ିଶାବାସୀଙ୍କୁ ଏବଂ ଯେଉଁ ଭକ୍ତମାନେ ବାହାରୁ ଆସିଥିଲେ ସମସ୍ତଙ୍କୁ ଆମେ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛୁ। ନିଶ୍ଚିତ ଭାବରେ ମହାପ୍ରଭୁଙ୍କର କରୁଣାରେ ଏକତା ହେଇଛି ଏବଂ ମହାପ୍ରଭୁଙ୍କ ପାଖରେ ଆମର ପ୍ରାର୍ଥନା ଯେ ସମଗ୍ର ବିଶ୍ୱକୁ ତାଙ୍କର ଆଶୀର୍ବାଦ ସେମିତି ଥାଉ, ସମସ୍ତ ବିଶ୍ୱ ତାଙ୍କ କରୁଣାରେ ସୁଖ ଶାନ୍ତି ସମୃଦ୍ଧି ପ୍ରାପ୍ତ ହେଉ।